ବିନା ମସଲାରେ ପାଳଙ୍ଗ ତରକାରୀ ଏତେ ସ୍ୱାଦିଷ୍ଟ, ଥରେ ବନେଇଲେ ସବୁବେଳେ ବନେଇବାକୁ ଇଚ୍ଛା ହେବ। ଆଉ ଏ ଖରାଦିନେ ତ ମସଲା ମସଲି ବିଶେଷ କରିକି ଖାଇବା କଥା ନୁହଁ। ତ ଥରେ ମୋ ପ୍ରୋସେସରେ ବନେଇକି ଦେଖନ୍ତୁ ନା। ନମସ୍କାର, କୁକ୍ ୱିଥ୍ ମୁଛା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଦର୍ଶକ ବନ୍ଧୁ, ଏଇଠି ମୁଁ ରେସିପି ଆରମ୍ଭ କରୁଛି। ମୁଁ କିଛି ବଢ଼ି ନେଇଛି। ବଢ଼ିକୁ ଏମିତି ଭାଜି ନେବା। ଆଉ ବଢ଼ିକୁ ଆମେ ବିଲକୁଲ ବି ବେଶୀ ଭାଜିବାନି। ତରକାରୀରେ ଯଦି ଆମେ ପକାଉଛେ ତାହେଲେ ଏମିତି ହାଲକା ହାଲକା ଭାଜିବା, ତାହେଲେ ଯାଇ ତାର ଟେଷ୍ଟ ବହୁତ ବଢ଼ିଆ ହେବ। ତ ଏଇଠି ଦେଖନ୍ତୁ ମୁଁ ବଢ଼ି କେମିତି ଲାଲ ବିଲକୁଲ ବି ହେଇନି, ଏମିତି ହିଁ ଭାଜିବା। ତ ଏବେ ମୁଁ କଢ଼େଇରେ ପୁଣି ସୋରିଷ ତେଲ ଦେଲି। ତ ଏଇଠି ମୁଁ ବଡ଼ ଚାମଚରେ 2 ଚାମଚ ପାଖାପାଖି ତେଲ ଦେଇଛି। ଆଉ ସୋରିଷ, ଜିରା, ଲଙ୍କା ଫୁଟଣ ଫୁଟେଇବା। ଫୁଟଣ ଫୁଟିଗଲେ କାଟି ରଖିଥିବା ପରିବାକୁ ଆମେ ପକାଇବା, ଯେଉଁ ସାରୁ, ଆଳୁ ଏସବୁକୁ ଆମେ ପକାଇବା। ଆଉ ଏଇଠି ଦେଖନ୍ତୁ ମୁଁ ଆଳୁକୁ ପକାଇ ନେଲି, ଟିକେ ଭାଜି ନେଲି। ତାପରେ ଆମେ ଯେଉଁ ସାରୁକୁ ପକାଇବା, ସାରୁକୁ ଆମେ ଭଲକି ଏମିତି ଚକଟି ନେବା। ଥରେ ମୁଁ ଧୋଇକି ପାଣି ବାହାର କରିଛି, ଆଉ ଥରେ ଆକୁ ମୁଁ ଦେଖନ୍ତୁ ଏମିତି ଚକଟି ଦେଲେ ତାର ଲାଳ ଅଂଶ ସେ ପାଣିରେ ବାହାରିଯିବ। ତାପରେ ଆମେ ଏମିତି ହିଁ କଡ଼େଇରେ ତାକୁ ଭାଜିବା। ଟିକେ ପ୍ରଥମେ ଫ୍ଲେମ୍କୁ ହାଇରେ ରଖିଥିବେ। ଯେତେବେଳେ ଏମିତି ପରିବା ପକାଇ ସାରିବେ, ଲୋ ଟୁ ମିଡ଼ିୟମ୍ରେ ରଖିକି ତାପରେ ଏମିତି ଦେଖନ୍ତୁ ଲୁଣ ଦେଇଦେବା। ଆଉ ୟାକୁ କିଛି ସମୟ ପର୍ଯ୍ୟନ୍ତ ଭାଜି ନେବା, ଯେମିତି ସେ ସାରୁ ଆଳୁର ତାର ପାଣି ଅଂଶ ସବୁ ଶୁଖିଯିବ। ଯଦି ଏଇଠି ବେଶୀ ହାଇରେ ଦେଇଦେବେ ତାହେଲେ କଡ଼େଇ ପୋଡ଼ିଯିବ। ତ ଏଇଠି ମୁଁ ଗ୍ୟାସ୍ର ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ରଖିକି ଘୋରେଇ ନେଲି କିଛି ସମୟ ପର୍ଯ୍ୟନ୍ତ। ଯେମିତି 2-3 ମିନିଟ୍ ହେଇଯିବ, ସେମିତି କ'ଣ କରିବା, ଆମେ ତାକୁ ପୁଣି ବାହାର କରିକି ପୁଣି ନଉଟେଇବା। ନହେଲେ ତଳ ଲାଗିଯିବ ଆଉ ତାର ଟେଷ୍ଟ କମିଯିବ। ଏଇଠି ଧ୍ୟାନ ଦେବେ, ବିଲକୁଲ ବି ତଳ ଲଗେଇବେନି କିମ୍ବା ହାଇ ଫ୍ଲେମ୍ରେ ଦେଇକି କଡ଼େଇ ତତେଇ ଦେବେନି। ଆଉ କଡ଼େଇରେ ଯେତେବେଳେ ତେଲ ପକାଇବେ, ତେଲକୁ ବିଲକୁଲ ବି ତତେଇବେନି, ତତେଇଲେ ଟେଷ୍ଟ କମିଯିବ ତାର। ଏଇଠି ଦେଖନ୍ତୁ ହଳଦୀ ଲଙ୍କା ଗୁଣ୍ଡ ଟିକେ ଟିକେ ପକାଇଦେଲି, ଯେତିକି ମୋତେ ଦରକାର ଅଛି ଏତିକି ପରିବାକୁ। ତ ହଳଦୀ ଲଙ୍କା ଗୁଣ୍ଡ ପକାଇଦେଲି। ତାକୁ 1 ମିନିଟ୍ ପର୍ଯ୍ୟନ୍ତ ଏମିତି ଏପଟ ସେପଟ ଭାଜି ନେବା। ଏବେ ବି ଲୋ ଟୁ ମିଡ଼ିୟମ୍ରେ ରଖିଥିବା, ବିଲକୁଲ ବି ହାଇ ରଖିବାନି, ନହେଲେ ଆମର ମସଲା ଜଳିଯିବ। ଯେଉଁ ପକାଇଲେ ହଳଦୀ ଲଙ୍କାଗୁଣ୍ଡ ଜଳିଯିବ। ତାପରେ ଏଇଠି ବିଲାତିକୁ ପକାଇ ନେବା। ବିଲାତି ମୁଁ 2ଟା ରଖିଥିଲି, ଯେଉଁ ତାକୁ କାଟିଥିଲି ତାକୁ ପକାଇ ନେଲି। ତ ସାଙ୍ଗମାନେ ବିଲକୁଲ ବି ସ୍କିପ୍ କରନ୍ତୁନି, ଦେଖନ୍ତୁ, ତାହେଲେ ଯାଇ ସବୁ ପ୍ରୋସେସକୁ ଜାଣିପାରିବେ। ଆଉ ଆପଣଙ୍କର ବି ଏମିତି ତରକାରୀଟା ବହୁତ ବଢ଼ିଆ ହେବ। ତ ଏଠି ଦେଖନ୍ତୁ ମୁଁ ବିଲାତିକୁ ଭାଜି ନେଲି। ଯେମିତି ବିଲାତି ଟିକେ ଟିକେ ଭାଜି ହେଇଗଲା, ପୁରା ଲୋ ରଖିକି ଗ୍ୟାସ୍ର ଫ୍ଲେମ୍କୁ ଆମେ କ'ଣ କରିବା, ଏମିତି ଘୋରେଇ ନେବା, ଯାହାଫଳରେ କି ବିଲାତିଟା ଟିକେ ସିଝିଯିବ ଆଉ ପରିବା ମଧ୍ୟ ତା ଦେହରେ ସିଝିଯିବ। 2 ମିନିଟ୍ ପାଖାପାଖି ମୁଁ ଏମିତି ଘୋରେଇଲି, ତାପରେ ବାହାର କରିକି ଭାଜୁଛି। ଦେଖନ୍ତୁ ଆଉ ବିଲାତି ଆମର ବି ଏଠି ନରମ ହେଇଯାଇଛି, ପରିବା ପତ୍ର ବି ଏଇଥିରେ ସିଝି ଯାଇଛି। ଦେଖନ୍ତୁ ଆଳୁ ଯେଉଁ ସାରୁ ପକାଇଥିଲି ସିଏ ବି ସିଝି ଯାଇଛି ବଢ଼ିଆ ଭାବରେ। ତ ମୁଁ ଏଇଠି 5 ମିନିଟ୍ ପାଖାପାଖି ଏପଟ ସେପଟ ଥରେ 2 ଥର ବାହାର କରିକି ତାକୁ ନଉଟେଇକି ପୁଣି ଘୋରେଇଥିଲି। ତ ଏବେ ଆମେ କ'ଣ କରିବା, ପାଣି ଦେଇଦେବା। ଯେତେବେଳେ ଆମର ଏ ଆଳୁ ସାରୁ ଦେଖିବା ସିଝିଯିବା, ଅଧ ଅଧ ସିଝିଯିବ, ତାପରେ ଆମେ ଏଇଠି ପାଣି ଦେଇଦେବା। ଆଉ ଏଇ ତରକାରୀ ତ ଆମେ ରୁଟିରେ ଖାଇପାରିବା, ଭାତରେ ବି ଖାଇପାରିବା। ଖରା ଦିନେ ଯଦି ମସଲା ଖାଇବାକୁ ଇଚ୍ଛା କରୁନାହାନ୍ତି, ତାହେଲେ ଏମିତି ନିଶ୍ଚୟ ବନାନ୍ତୁ। ତାପରେ ସେଇଠି ମୁଁ ପାଣି ଦେଇକି ଘୋରେଇ ଦେଲି। ତାପରେ ଏଠି ଦେଖନ୍ତୁ ଶାଗକୁ ମୁଁ କାଟି ନେଇଛି, 2 ବିଡ଼ା ଶାଗ ନେଇଥିଲି, ଯେଉଁ ତାକୁ ଭଲ ଭାବରେ ଧୋଇ ଧାଇକି ତାକୁ କ'ଣ କରିଛି, ଏମିତି କାଟି ନେଇଛି। ଆଉ ଏଇ ଯେଉଁ ପତ୍ର ଗୁଡ଼ାକ ଏମିତି ଟିକେ ଟିକେ ସାଇଜ୍ର, ଟିକେ ବଡ଼ ସାଇଜ୍ରେ ଥିବ, ବେଶୀ ଗୁଣ୍ଡୁ ଗୁଣ୍ଡୁ କରିବେନି। କାରଣ ତରକାରୀରେ ଯଦି ଆମେ ପକାଇବା, ବେଶୀ ଗୁଣ୍ଡୁ ଗୁଣ୍ଡୁ କଲେ ବିଲକୁଲ ବି ତାର ଟେଷ୍ଟ ଭଲ ଆସିବନି। ଆଉ ଏମିତି ଖଣ୍ଡ ଖଣ୍ଡ ରହିଲେ ଆମର ତରକାରୀଟା ବହୁତ ବଢ଼ିଆ ଟେଷ୍ଟ ଆସିବ। ତ ଏପଟେ ଆମେ ଦେଖିବା ପୁଣି। ଦେଖନ୍ତୁ ଏଠି 2 ମିନିଟ୍ ପାଖାପାଖି ଲୋ ଟୁ ମିଡ଼ିୟମ୍ରେ ତାକୁ ଦେଇକି ଘୋରେଇଥିଲି। ଆଉ ଦେଖନ୍ତୁ ତରକାରୀଟା କେତେ ସୁନ୍ଦର ଦେଖାଯାଉଛି, ଆଉ ବହୁତ ବଢ଼ିଆ ଭାବରେ ସିଝି ଯାଇଛି ମଧ୍ୟ। ତ ଏଇଠି ମୁଁ ପୁଣି ଦେଖିଲି, ଦେଖନ୍ତୁ ଆଳୁ ସାରୁ ସିଝି ଯାଇଛି। ଏବେ ଏଇଠି ଆମେ ପକାଇଦେବା ବଢ଼ି। ଯଦି ଟାଣ ବଢ଼ି ହେଇଥିବ ଟିକେ ଆଗରୁ ପକାଇଦେବା, ଯଦି ପୁରା ଫୁସଫୁସ ବଢ଼ି ହେଇଥିବ ପୁରା ଏମିତି ଲାଷ୍ଟକୁ ଶାଗ ପକାଇଲା ବେଳେ ପକାଇବେ। ତାପରେ ବଢ଼ିକୁ ପକାଇକି ସାଙ୍ଗେ ସାଙ୍ଗେ ଦେଖନ୍ତୁ ମୁଁ ଶାଗକୁ ପକାଇ ନେଲି। ସାରୁ ଆଳୁରେ ତ ଆମେ ଲୁଣ ପକାଇଥିଲେ, ଏବେ ପୁଣି ଶାଗକୁ ଦେଖିକି ଆଉ ଟିକେ ଲୁଣ ଦେବା। ପ୍ଲିଜ୍ ଦର୍ଶକ ବନ୍ଧୁ, ଚ୍ୟାନେଲକୁ ଯଦି ନୂଆ ଆସିଛନ୍ତି ତାହେଲେ ନିଶ୍ଚୟ ସବସ୍କ୍ରାଇବ୍ କରିନିଅନ୍ତୁ, ଯାହାଫଳରେ ମୁଁ ଆଗକୁ ଯେଉଁ ଭିଡ଼ିଓ ପକାଇବି ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଆପଣ ବି ନୂଆ ନୂଆ ରେସିପି କିଛି ଶିଖିପାରିବେ। ତ ଶାଗକୁ ପକାଇ ସାରିଲା ପରେ ଆମେ ବିଲକୁଲ ବି ବେଶୀ ସମୟ ତାକୁ ରଖିବାନି। ବେଶୀ ସମୟ ରଖିଲେ ଶାଗ ଯଦି ବେଶୀ ସିଝିବ, ତାହେଲେ ଆମର ତରକାରୀ ବିଲକୁଲ ବି ଭଲ ଲାଗିବନି, ଆଉ ଶାଗଟା ବି ଟେଷ୍ଟ କମିଯିବ। ତ ଏଇଠି ଦେଖନ୍ତୁ ଏମିତି କ'ଣ କରିବା, ସେଇ ସାରୁ ଆଳୁ ଟିକେ ଟିକେ ମାଡ଼ି ମାଡ଼ି ଦେଲେ ଖରିକାରେ, ତ ତରକାରୀଟା ଆମର ବହଳିଆ ହେଇଯିବ। ଆଉ ଶାଗ ବି ଆମେ ସିଝିବାକୁ ଦେବା, ଦେଖିବା କେମିତି ଶାଗ ସିଝିଛି। ତ ଏଇଠି 3 ମିନିଟ୍ ପାଖାପାଖି ମୁଁ ଶାଗକୁ ପକାଇକି ନଉଟ ପାଉଟ କରିକି ତାକୁ ଦେଖୁଛି। ଦେଖନ୍ତୁ ଶାଗର କଲର୍ କେମିତି ବିଲକୁଲ ବି ଚେଞ୍ଜ ହେଇନି। ଆଉ ଏମିତି ଏଇ ଷ୍ଟେଜ୍ରେ ଆମେ ଦେଖିବା ପତ୍ରଟା ଆମର ସିଝିଛି କି ନାହିଁ, ହାତରେ ଦେଖିବା। ତ ଦେଖନ୍ତୁ ଏଇଠି
ଏଇଠି ମୁଁ ହାତରେ ପାଣି ଟିକେ ଦେଇକି ସିଝି ଯାଇଛି ଦେଖନ୍ତୁ, ବେଶୀ ଜମା ସିଝିନି, ଠିକ୍ ସିଝିଛି। ଶାଗ ତରକାରୀ ପୁରା ରେଡ଼ି ହେଇଯାଇଛି। ଏବେ ଆମେ ଗ୍ୟାସ୍କୁ ବନ୍ଦ କରିନେବା। ଏଇଠି ଦେଖନ୍ତୁ ଶାଗ ତରକାରୀରେ ବେଶୀ ଝୋଳ ରହିନି କି ବେଶୀ ଶୁଖିଲା ହେଇନି, ଏମିତି ହିଁ ରହିଥିବ, ବହୁତ ଟେଷ୍ଟି ହେବ। ତ ମୁଁ ଭାବୁଛି ଆଜିର ରେସିପି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ନିଶ୍ଚୟ କମେଣ୍ଟରେ ଜଣାଇବେ, ଯଦି ଭଲ ନ ଲାଗିଥିବ ତାହା ମଧ୍ୟ କମେଣ୍ଟରେ ଜଣାଇବେ। ପୁଣି ଦେଖାହେବ ନେକ୍ସଟ ରେସିପିରେ। ସେ ପର୍ଯ୍ୟନ୍ତ ରହୁଛି, ଜୟ ଜଗନ୍ନାଥ।